ଗରୁଡ଼ ପୁରାଣର କଥା ଇଏ। ଥରେ ଗୋଟିଏ ଶୁଆକୁ ଦେଖି ଯମରାଜ ହସିଦେଲେ। ଶୁଆ ଚିନ୍ତା କଲା, ଅନ୍ୟ କେହି ହସିଲେ କିଛି କଥା ନାହିଁ, ହେଲେ ଇଏ ତ ମୃତ୍ୟୁର ଦେବତା। ଶୁଆର ପରମ ବନ୍ଧୁ ଥିଲେ ଗରୁଡ଼, ଶ୍ରୀହରିଙ୍କ ବାହନ। ବନ୍ଧୁକୁ କହିଲା ଶୁଆଟି, ଆରେ ଆଜି ଯମରାଜା ମୋତେ ଦେଖିକି ହସିଲେ। ବୋଧହୁଏ ମୋ ପାଖରେ ଆଉ ବେଶୀ ସମୟ ନାହିଁ। ତୁମେ ତ ସେମିତିରେ ପ୍ରଭୁ ଶ୍ରୀହରିଙ୍କ ବାହନ। ଯାଉନ, ଭଗବାନଙ୍କୁ ଥରେ କଥା ହେଇ ମୋ ବୟସଟା ଟିକେ ବଢ଼େଇ ଦେବାକୁ ଅନୁରୋଧ ରଖିବ। ଗରୁଡ଼ ମହାରାଜ କହିଲେ, ଭଗବାନଙ୍କ ସହ ପରେ କଥା ହେବି, ପ୍ରଥମେ ତୁମେ ମୋ ପିଠିରେ ବସ। ଶୁଆକୁ ନିଜ ପିଠିରେ ବସାଇ ସାତ ସମୁଦ୍ର ସେ ପାରିରେ ଥିବା ଗୋଟିଏ ଗୁମ୍ଫାକୁ ନେଇଗଲେ ପକ୍ଷୀରାଜ ଗରୁଡ଼। କହିଲେ, ଏଇଠି ବିଶ୍ରାମ ନିଅ, ଏଠିକୁ କେହି ଆସିବେନି ବନ୍ଧୁ। ମୁଁ ଯାଏ ଯମରାଜଙ୍କ ସହିତ କଥା ହେଉଛି। ପହଞ୍ଚିଗଲେ ଯମରାଜଙ୍କ ପାଖରେ। କହିଲେ, ହେ ଯମରାଜ, ଆପଣ ମୋ ବନ୍ଧୁ ଶୁଆକୁ ଦେଖି ହସିଥିଲେ କାହିଁକି? ତାର କାରଣ କ'ଣ? ଯମରାଜ କହିଲେ, ଓ ଆପଣ ସେଇ ଜଙ୍ଗଲରେ ଥିବା ଶୁଆର କଥା କହୁଛନ୍ତି। ମୁଁ ଏଇଥିପାଇଁ ହସିଥିଲି ଯେ ଦେଖ ତାର କର୍ମର ବିଧି କେମିତି। ସେ ଏବେ ଏଇ ଜଙ୍ଗଲ ଭିତରେ ଅଛି, ହେଲେ ତାର ମୃତ୍ୟୁ ସାତ ସମୁଦ୍ର ସେଇ ପାରିରେ ଥିବା ଗୁମ୍ଫା ଭିତରେ ଗୋଟେ ବିଲେଇ ଖାଇବା ଦ୍ୱାରା ହେବ। ସେ ଜାଗାକୁ ସେ କେମିତି ପହଞ୍ଚିବ ଏହା ହିଁ ଭାବି ମୁଁ ହସି ଦେଇଥିଲି। ହେଇ ଆସିଗଲା ସେଇ ଶୁଆର ଆତ୍ମା। ପକ୍ଷୀରାଜ ଗରୁଡ଼ କହିଲେ, ମୁଁ ହିଁ ତାକୁ ସେଇ ଗୁମ୍ଫା ଭିତରେ ଛାଡ଼ିକି ଆସିଥିଲି। ଆପଣ କେଉଁ ଜନ୍ମର କର୍ମକୁ ଭୋଗ କରୁଛନ୍ତି ଜଣାନାହିଁ ବନ୍ଧୁ, ତେଣୁ ସତ୍କର୍ମ କରନ୍ତୁ। ଏପରି କଥା ତଥ୍ୟକୁ ଜାଣିବା ପାଇଁ ମୋ ପେଜକୁ ଫଲୋ କରିଦିଅନ୍ତୁ।